ସମସ୍ତଙ୍କୁ ଓଡ଼ିଆ ହିନ୍ସ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ସୁଭଦ୍ରାରେ କେଉଁମାନଙ୍କର ନାଁ ଛଟେଇ ହୋଇଛି ବା କେଉଁ କ୍ୟାଟାଗୋରୀରେ ଥିବା ମହିଳାମାନେ ସୁଭଦ୍ରାରୁ ବଞ୍ଚିତ ହେବେ। ସୁଭଦ୍ରା ଯୋଜନା ଘୋଷଣା କରିବା ପୂର୍ବରୁ ସରକାର ତାର ଗାଇଡ଼ଲାଇନ୍ର ପ୍ରଚାର କରିଥିଲେ। କିଏ ପାଇବା ପାଇଁ ଯୋଗ୍ୟ, କିଏ ପାଇବା ପାଇଁ ଅଯୋଗ୍ୟ ସବୁ ନିୟମାବଳୀ ବାହାର କରିଥିଲେ, କିନ୍ତୁ ସମସ୍ତ ନିୟମକୁ ଉଲ୍ଲଂଘନ କରି ପ୍ରତ୍ୟେକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ ଏବଂ ପାଇବାରେ ସଫଳ ମଧ୍ୟ ହୋଇଥିଲେ। ସୁଭଦ୍ରାର ଦ୍ୱିତୀୟ କିସ୍ତି ପରେ ସରକାର ତାର ଛଟେଇ ଆରମ୍ଭ କରିଛନ୍ତି। କେଉଁମାନେ ଏହି ଯୋଜନାରୁ ବାଦ୍ ପଡ଼ିବେ ତାହା ଜାଣିବା ପୂର୍ବରୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଯେଉଁ ମହିଳା ମାସକୁ 1500 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଅଧୀନରେ ସହାୟତା ରାଶି ବା ଦରମା କିମ୍ବା ଭତ୍ତା ପାଉଥିବେ, ସେ ସୁଭଦ୍ରାରୁ ବାଦ୍ ପଡ଼ିବେ। ଯଦି ଆପଣ କଲେଜରେ ପଢ଼ୁଛନ୍ତି ଓ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ଯେକୌଣସି ସ୍କିମ୍ରୁ 18,000 କିମ୍ବା ତାଠାରୁ ଅଧିକ ଛାତ୍ରବୃତ୍ତି ପାଉଛନ୍ତି, ସ୍କଲାରସିପ୍ ପାଉଛନ୍ତି, ତାହେଲେ ସୁଭଦ୍ରା ସ୍କିମ୍ରୁ କଲେଜ ଛାତ୍ରୀମାନେ ବି ବାଦ୍ ପଡ଼ିବେ। ପରିବାରର ଯେକୌଣସି ବ୍ୟକ୍ତି ଯଦି ଆୟକର ଦେଉଛନ୍ତି ବା ଇନକମ୍ ଟ୍ୟାକ୍ସ କିମ୍ବା GST ଫାଇଲ୍ କରୁଛନ୍ତି, ତାହେଲେ ସେହି ପରିବାରର ମା ଭଉଣୀମାନେ ବି ସୁଭଦ୍ରାରୁ ବାଦ୍ ପଡ଼ିବେ। ଘରେ ଯଦି ଟ୍ରାକ୍ଟର, ମିନି ଟ୍ରକ୍ କିମ୍ବା ଛୋଟ ବାଣିଜ୍ୟିକ ଯାନ କିମ୍ବା ଅନ୍ୟ ହାଲୁକା ସାମଗ୍ରୀ ଯାନକୁ ଛାଡ଼ିଦେଲେ ଯଦି VIP କାର୍ କିମ୍ବା ବୋଲେରୋ ଭଳିଆ ଗାଡ଼ି ରହିଛି, ତାହେଲେ ଆପଣ ସୁଭଦ୍ରା ପାଇପାରିବେ ନାହିଁ। ଯେଉଁ ମହିଳା ନିଜେ କିମ୍ବା ନିଜ ପରିବାରର ଅନ୍ୟ ସଦସ୍ୟ ଯଦି ପୂର୍ବରୁ କିମ୍ବା ବର୍ତ୍ତମାନର ବିଧାନସଭା ସଦସ୍ୟ କିମ୍ବା ସାଂସଦ ହୋଇଥିବେ କିମ୍ବା ସହରାଞ୍ଚଳ ଗ୍ରାମାଞ୍ଚଳର ଜନପ୍ରତିନିଧି ହୋଇଥିବେ, ତାଙ୍କ ପରିବାରର କୌଣସି ସଦସ୍ୟ ସୁଭଦ୍ରା ପାଇପାରିବେ ନାହିଁ। କେବଳ ୱାର୍ଡ଼ ମେମ୍ବର ଓ କାଉନସିଲର ମାନେ ତାର ସୁବିଧା ପାଇପାରିବେ। ଯଦି ଆପଣଙ୍କ ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ, ଜଳସେଚିତ ଜମି କହିଲେ ଆପଣଙ୍କ ଜମିକୁ LI ପଏଣ୍ଟ କିମ୍ବା ମେଗା ପଏଣ୍ଟ ମାଧ୍ୟମରେ ଜଳସେଚନ ହେଉଥିବ, ତ ତାର ପରିମାଣ ଯଦି 5 ଏକରରୁ ଅଧିକ ଥିବ ଏବଂ ଅଣଜଳସେଚିତ ଜମିର ପରିମାଣ 10 ଏକରରୁ ଅଧିକ, ମାନେ LI ପଏଣ୍ଟ କିମ୍ବା ମେଗା ଜଳସେଚନ ପ୍ରକଳ୍ପରୁ ଆପଣଙ୍କ ଜମିକୁ ପାଣି ମାଡ଼ୁନଥିବ, ତାହେଲେ ଆପଣଙ୍କର ଯଦି 10 ଏକରରୁ ଅଧିକ ଜମି ଥିବ, ଅଣଜଳସେଚିତ ଜମିର ପରିମାଣ ଯଦି 10 ଏକରରୁ ଅଧିକ ଥିବ, ତାହେଲେ ଆପଣ ସୁଭଦ୍ରା ପାଇବାରୁ ବଞ୍ଚିତ ହେବେ। ବର୍ତ୍ତମାନ ଏସବୁ ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ତାର ଯାଞ୍ଚ ଆରମ୍ଭ କରିଛି ଏବଂ ଯେଉଁମାନେ ସୁଭଦ୍ରା ପାଇବାରୁ ବଞ୍ଚିତ ହେବେ ସେମାନଙ୍କୁ ଛଟେଇ କରିବ, ଆଉ ଯେଉଁମାନେ ପାଇବାର ଯୋଗ୍ୟ ସେମାନଙ୍କୁ ସୁଭଦ୍ରା ମିଳିବ। ତେବେ ଆସନ୍ତୁ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।